ଶେଷରେ ମୋର ଯୋଉ କଥାକୁ ଡର ଥିଲା ସେୟା ହିଁ ହେଲା। ବେଳେବେଳେ ମନ ଜମା ନ ଚାହୁଁଥିବା ଘଟଣା ଗୁଡ଼ା ଆମ ସହ କାହିଁକି ଘଟେ କେଜାଣି। ଆପଣମାନେ ତ ଜାଣିଥିବେ ଏଇ କିଛି ଦିନ ଭିତରେ ଜନଗଣନା ଷ୍ଟାର୍ଟ ହବାକୁ ଯାଉଛି। ଯେହେତୁ ଏତେ ବର୍ଷ ପରେ ଏଇ ଜନଗଣନାଟା ହବାକୁ ଯାଉଛି ଆଉ ସେଥିରେ ଭାଗିଦାର ହବା ତ ଖୁସିର କଥା। ଯୋଉମାନଙ୍କର ଜନଗଣନାରେ ଡ୍ୟୁଟି ପଡିଛି ସେମାନଙ୍କ ପାଖକୁ ମେସେଜ ଆସିବା ସହିତ ଏଇ କିଛି ଦିନ ହେଲା ଟ୍ରେନିଂ ବି ଷ୍ଟାର୍ଟ ହେଇଗଲାଣି। ହେଲେ ମୋ ପାଖକୁ ଯେହେତୁ ଏପର୍ଯ୍ୟନ୍ତ କୌଣସି ମେସେଜ ଆସିନଥିଲା ମୁଁ ଖୁସି ହୋଇ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଥିଲି। ଖୁସି ହଉଥିଲି କଣ ପାଇଁ ଜାଣିଛନ୍ତି? କେବଳ ମୋ ଛୁଆ ପାଇଁ। ସେ କୋଉଠି ରହିବ, ତାକୁ କିଏ କେୟାର ନବ, ଏସବୁ ଭାବି ଭାବି ମୁଁ ତ ଖୁସି ଥିଲି ମୋ ପାଖକୁ ଯାହା ହଉ ମେସେଜଟା ଆସିନି ବୋଲି। ରାମନବମୀ ପୂର୍ବ ଦିନ ମୁଁ ଜବରୁ ଆସିଲା ପରେ ସନ୍ଧ୍ୟାବେଳେ ଏକ ମେସେଜ ଆସିଗଲା ଫୋନକୁ। ସେ ମେସେଜଟା ହିଁ ଆସି ଯାଇଥିଲା କି ମୋ ଜନଗଣନାରେ ଡ୍ୟୁଟି ପଡିଛି ବୋଲି। ବାସ୍ ତାପରେ ଆଉ କଣ, ଏଇ ମେସେଜ ଦେଖିଲା ପରଠୁ ମନଟା ପୁରା ଦୁଃଖ ହେଇଗଲା। ସ୍ତ୍ରୀ ଦୁହେଁ ବସି ଟିକେ ଡିସ୍କସନ କଲୁ କେମିତି କଣ କରିବୁ। ମୋ ମନଟା ଯେହେତୁ ଜମା ଭଲ ନଥିଲା, ହଜବେଣ୍ଡ କହିଲେ ଚାଲ ବାହାରକୁ ଟିକେ ଯାଇ ଯାହା ଭେଜିଟେବୁଲ ଆଣିବା ସହିତ କଣ ଟିକେ ହେଲେ ଖାଇଦେଇ ଆସିବ, ବୁଲାବୁଲି କରି ଆସିଲେ ମନଟା ଟିକେ ଫ୍ରି ଲାଗିବ। ମାର୍କେଟକୁ ଗଲା ବେଳକୁ ଯେହେତୁ ରାମନବମୀ ପାଇଁ କିଛି ଗୋଟେ ପ୍ରୋସେସନ ଚାଲିଥିଲା ସେସବୁ ଟିକେ ଦେଖାଦେଖି କରିବା ସହିତ ଭେଜିଟେବୁଲ ଖାଇଲୁ ଆଉ ଲସି ପିଇ ଘରକୁ ଆସିଲୁ। ଦେନ୍ ଘରକୁ ଆସିଲା ପରେ ମୁଁ ଲାଗି ଯାଇଥିଲି ରୋଷେଇ କାମରେ। ଆଉ ଆଜି ତ ରୋଷେଇ ହେଲା ବେଳକୁ ରାତି 10ଟା ହେଲାଣି, ଖାଇଲା ବେଳକୁ କେତେଟା ହଉଛି ଦେଖ। ଜନଗଣନାରେ ଅଂଶଗ୍ରହଣ କରିବା ତ ଭାଗ୍ୟର କଥା, କିନ୍ତୁ ଛୁଆ ଯୋଗୁଁ ଏସବୁ କିଛି ବି ମ୍ୟାନେଜ କରି ହବନି। ଏସବୁ ଭାବି ଭାବି ମୋ ମୁଣ୍ଡ ହିଁ ଟେନସନରେ ଅଛି। ଆଉ ତା ଛଡା ଗତ କେତେଟା ଭିଡିଓ ତ ଆପଣ ମାନେ ଜାଣିଥିବେ ଯେ ଛୁଆର କେତେ ଦେହ ଖରାପ ହେଇଥିଲା। ଆଉ ଏମିତି ସିଚୁଏସନରେ ତାକୁ ଛାଡିକି ଗଲେ ନା ତାର ଖିଆପିଆ ଠିକ ରହିବ ନା ଆମର ଖିଆପିଆ ଠିକ ରହିବ। ଏମିତିରେ ମୋ ଜବ ଯୋଗୁ ତ ମୋ ସହିତ ମୋ ଛୁଆ ବି ହଇରାଣ ହଉଛି। ଆଉ ଉପରେ ପୁଣି ଏତେ ଖରାରେ ଏଇ ଜନଗଣନା। ରହିଲି, ଜୟ ଜଗନ୍ନାଥ। ୟା ପରେ କଣ ହଉଛି ଜଣେଇବି ନେକ୍ସଟ ଭିଡିଓରେ।